ଦେଖିବା ଠାରୁ ଖାଇବା ପର୍ଯ୍ୟନ୍ତ ନନଭେଜଠୁ କମ୍ ଲାଗିବନି। ଆଉ ଆମ ଭେଜିଟେରିଆନଙ୍କ ପାଇଁ ଇଏ ତ ପୁରା ଚିଲି ଚିକେନ୍। ଯଦି ଆପଣମାନେ ପଣସ କଠାର ତରକାରୀ ଖାଇ ବୋର୍ ହେଇଗଲାଣି, ତାହେଲେ ମୋ ଷ୍ଟାଇଲରେ ପଣସ ପକୋଡ଼ା ଓ ଚିଲି ପଣସ ବନେଇ ରୁଟି କି ଭାତ ସହିତ ଖାଆନ୍ତୁ। ଦେଖିବେ ପୁରା ମଜା ଆସିଯିବ। ନମସ୍କାର, ପୂଜା ଇଶାନୀ କିଚେନ୍ ଆଣ୍ଡ ବ୍ଲଗ୍କୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ପାଚିଲା ପଣସ ଅପେକ୍ଷା କଞ୍ଚା ପଣସ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ, ହେଲେ କାଟିବା ପାଇଁ ଜମାରୁ ନୁହେଁ। କିନ୍ତୁ କିଛିଟା ଟିପ୍ସକୁ ଯଦି ଆପଣମାନେ ଫଲୋ କରିବେ, ତାହେଲେ କାଟିବାଟା ଆପଣଙ୍କ ପାଇଁ ସହଜ ହୋଇଯିବ। ମନେ ରଖନ୍ତୁ, ଯେଉଁଠି ଆପଣ ପଣସ କାଟିବେ ସେଇ ଜାଗାରେ ନ୍ୟୁଜ୍ ପେପରକୁ ପକାଇଦେବେ, କାହିଁକି ନା ଅଠା କେଉଁଠି ବି ଲାଗିବନି, ଆଉ ଆପଣଙ୍କୁ କ୍ଲିନ୍ କରିବାକୁ ଇଜି ବି ହେବ। ପଣସ କଠା କାଟିବା ପାଇଁ ଆମକୁ ଦରକାର ସୋରିଷ ତେଲ, ଯେଉଁଟାକି ଛୁରୀକି ପନିକି ଯେଉଁଥିରେ ଆପଣମାନେ କାଟିବେ ସେଥିରେ ଭଲ ଭାବରେ ଲଗାଇଦେବେ, ଯାହାଫଳରେ କାଟିବା ପରେ ଛୁରୀକୁ କ୍ଲିନ୍ କରିବାକୁ ଇଜି ହେବ। ଏଠି ମୁଁ ନେଇଯାଇଛି ପାଣି ଓ ସେଥିରେ ଟିକେ ସୋରିଷ ତେଲ ଓ ଲୁଣ ପକାଇ ଦେଇଛି, ଯାହାଦ୍ୱାରା କି ପଣସର ଅଠା ଆଉ ସେଇ ବାସନରେ ଲାଗିବନି ଓ ଲୁଣ ଦେବା ଦ୍ୱାରା ପଣସ କଳା ପଡ଼ିବନି। ଏବେ ଦେଖନ୍ତୁ, ମୁଁ ଏଠି ଗୋଟିଏ କଷି ପଣସ ନେଇଛି, ପାଖାପାଖି 1 କେଜି ହେବ। ଫାଷ୍ଟ ପଣସକୁ ମଝିରୁ ଫାଳ କରିଦେବା, ତାପରେ ପୁଣି ଥରେ ଅଧାରୁ ଫାଳ କରିବା, ଯେମିତି ଏହି ଭିଡ଼ିଓରେ ମୁଁ କରୁଛି। ତାପରେ ଛୋଟ ଛୋଟ ଖଣ୍ଡ କରି କାଟିବା। ଏମିତି କାଟିଲେ ଚୋପା କାଟିବାକୁ ଆମକୁ ଇଜି ହୋଇଥାଏ। ଏବେ ପଣସର ସେହି ମଝି ପାର୍ଟକୁ କାଟିଦେବା, କାହିଁକି ନା ତାର କିଛି ଟେଷ୍ଟ ନଥାଏ ଓ ସେଇଟା ଇଜିଲି ଡାଇଜେସନ୍ ବି ହୁଏ ନାହିଁ। ଏବେ ଦେଖନ୍ତୁ କେମିତି ଇଜିଲି ଚୋପାକୁ କାଟି ଦେଉଛି। ଏମିତି ସବୁ ପଣସ ଖଣ୍ଡର ଚୋପାକୁ କାଟିଦେବା ଓ ତାପରେ ଛୋଟ ଛୋଟ ଖଣ୍ଡ କରି ପାଣିରେ ପକାଇଦେବା। ଏହିପରି ଭାବରେ ମୁଁ ଏଠି ସବୁ ପଣସକୁ କାଟି ନେଇଛି। ପଣସ କଠାକୁ କେତେ ଜଣଙ୍କ ଆଡ଼େ ଇଞ୍ଚଡ଼ ବି କହନ୍ତି। ଆପଣଙ୍କ ସାଇଡ଼ରେ ପଣସକୁ କ'ଣ କହନ୍ତି ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବେ। ଦେଖନ୍ତୁ, ଏଇଠି ଛୋଟ ଖଣ୍ଡେ ପଣସକୁ ମୁଁ ଏଠି ରଖିଦେଇଛି ଘାଣ୍ଟ ତରକାରୀ କରିବା ପାଇଁ, ଯେଉଁଟାକି ମୋ ଚ୍ୟାନେଲରେ ସର୍ଟ ଭିଡ଼ିଓରେ ଆପଣମାନେ ପାଇପାରିବେ। ଏବେ ଦେଖନ୍ତୁ, ଚୋପାକୁ ମୁଁ ଏଠି ପେପର ସହିତ ଫୋଲ୍ଡ କରି ନେଇ ଡଷ୍ଟବିନ୍ରେ ପକାଇଦେବି। ଦେଖିଲେ ତ ପେପର ପକାଇବା ଦ୍ୱାରା କେମିତି ଇଜିଲି ସେଇ ଜାଗା କ୍ଲିନ୍ ହେଇଗଲା। ଦେଖିଲେ କେତେ ଇଜିଲି ଆମେ ସବୁ ପଣସ କଠାକୁ କାଟିଦେଲେ। ଏବେ ସବୁ ପଣସ କଠାକୁ ଭଲ ଭାବରେ ଧୋଇ ଆମେ ଗୋଟିଏ ପ୍ରେସର କୁକରରେ ଦେଇଦେବା ଓ ସେଥିରେ ଦେବା 1/2 ଚାମଚ ହଳଦୀ ଗୁଣ୍ଡ, 1/2 ଚାମଚ ଲୁଣ ଓ ପାଣି। ପଣସ ଜଷ୍ଟ ବୁଡ଼ିଲା ଯାଏଁ ଦେବା। ଏବେ ଗ୍ୟାସ୍ ଅନ୍ କରି କୁକରକୁ ଫ୍ଲେମ୍ରେ ବସାଇବା ଓ ମିଡ଼ିୟମ୍ ଫ୍ଲେମ୍ରେ ଗୋଟିଏ ହୁଇସିଲ୍ ଆସିବା ଯାକେ କୁକ୍ କରିବା। ଦେଖନ୍ତୁ, ଗୋଟିଏ ହୁଇସିଲ୍ ଆସିଗଲା। ଏବେ ଗ୍ୟାସ୍କୁ ଅଫ୍ କରି ଯିବା ନେକ୍ସଟ ଷ୍ଟେପ୍କୁ। ଏଠି ଦେଖନ୍ତୁ, ମୁଁ 10-12 କୋଲା ରସୁଣ ଓ 1/2 ଇଞ୍ଚ ଅଦାକୁ ଚୋପା ଛଡ଼େଇ ନେଇଛି। ଗୋଟେ କଞ୍ଚା ଲଙ୍କା ମଧ୍ୟ ନେଇଛି, ୟାକୁ ଭଲ ଭାବରେ ଦରଦରା କରି ଛେଚିକି ରଖିବା। ଏବେ କୁକରର ଗ୍ୟାସ୍ ରିଲିଜ୍ ହେଲା ପରେ ଛୁରୀରେ ଚେକ୍ କରିବା ପଣସ କଠା ସିଝିଛି କି ନାହିଁ। ଦେଖନ୍ତୁ, ଭଲ ଭାବରେ ସିଝିଯାଇଛି। ଏବେ ଗୋଟେ ଜାଗାକୁ ପଣସ କଠାକୁ କାଢ଼ି ନେଇ ସେଥିରେ ଦେଇଦେବା 2 ଚାମଚ ମଇଦା, 1 ଚାମଚ ବେସନ, 1 ଚାମଚ ଚାଉଳ ଗୁଣ୍ଡ, 1/2 ଚାମଚ ହଳଦୀ, 1/2 ଚାମଚ ଲଙ୍କାଗୁଣ୍ଡ, 1 ଚାମଚ ମିଟ୍ ମସଲା, ଅଳ୍ପ ଟିକେ ଗରମ ମସଲା, 1/2 ଚାମଚ ପେପର ପାଉଡ଼ର, ସ୍ୱାଦ ଅନୁସାରେ ଲୁଣ, ଅଦା ରସୁଣ କଞ୍ଚା ଲଙ୍କାର ଛେଚା ଦେଇ ଭଲ ଭାବରେ ଗୋଳେଇ ଦେବା। ଆମେ ଲୁଣ ପଣସ ସିଝାଇଲା ବେଳେ ମଧ୍ୟ ପକାଇଥିଲେ, ତ ଦେଖିକି ଦରକାର ଅନୁସାରେ ପକାଇବାକୁ ଭୁଲିବେନି। ପ୍ରଥମରୁ ସେଥିରେ ପାଣି ଦେବାନି। ଯାହା ବି ସିଝା ପଣସ କଠାରେ ଆମର ମଏଶ୍ଚର ଅଛି ସେଇଥିରେ ଶୁଖିଲାରେ ଏମିତି ଗୋଳେଇ ନେବା। ମୋତେ ଏବେ ଏଠି ଟିକେ ଗୋଳେଇଲା ପରେ ଶୁଖିଲା ଲାଗିଲା। ଏବେ ଆମେ 2-3 ଚାମଚ ପାଣିକୁ ଏମିତି ଛିଞ୍ଚିବା ଆଉ ଗୋଳେଇବା। ବେଶୀ ପାଣି ପକାଇ ଦେବେନି, ନହେଲେ ଆପଣଙ୍କୁ ଆହୁରି ଅଧିକା ମଇଦା ଓ ଚାଉଳ ଚୂନା ଦେବାକୁ ପଡ଼ିବ, ଯେଉଁଟାକି ଭଲ ଲାଗିବନି। କେବଳ ପଣସ କଠା ଉପରେ ହାଲକା କୋଟିଂ ରହିବା କଥା। ଦେଖନ୍ତୁ, ସବୁ ପଣସକୁ ମୁଁ ଏଠି ଗୋଳେଇ ନେଇଛି। ଏବେ ଏହାକୁ ଫ୍ରାଏ କରିବା। ଫ୍ରାଏ କରିବା ପାଇଁ ଗ୍ୟାସ୍ ଅନ୍ କରି ମୁଁ ତେଲ କଢ଼େଇ ବସେଇଲି। ତେଲ ଗରମ ହେଲା ପରେ ଆମର ମ୍ୟାରିନେଟ୍ କରି ରଖିଥିବା ପଣସ କଠାକୁ ଗୋଟି ଗୋଟି କରି ସେଥିରେ ପକାଇବା। ଏମିତି ଅଲଗା ଅଲଗା କରି ପକାଇଲେ ପଣସ କଠା ପରସ୍ପର ସହିତ ଲାଗିବନି। ତେଲରେ ପଣସ କଠା ପକାଇଲା ପରେ କିଛି ସମୟ ଛାଡ଼ିଦେବେ। ସାଙ୍ଗେ ସାଙ୍ଗେ ଜାଲିକି ଚାମଚ ମାରିବେନି। ଟିକେ ସେଟ୍ ହେଲା ପରେ ଆମେ ଚାମଚରେ ଓଲଟା ପାଲଟା କରିବା। ଫ୍ଲେମ୍କୁ ମିଡ଼ିୟମ୍ କରି ସବୁ ପଣସ କଠାକୁ ଏମିତି କ୍ରିସ୍ପି ଆଉ ଭଲ କଲର୍ ଆସିବା ପର୍ଯ୍ୟନ୍ତ ଛାଣିବା। ଦେଖନ୍ତୁ, ପଣସ କଠାରେ ମୋଟା ଲେୟରିଂ କରିବେନି, ନହେଲେ ଯେତେବେଳେ ଆପଣ ଚିଲି ବନେଇବେ ସେତେବେଳେ ଲେୟାରଟି ବାହାରିଯିବ ଆଉ ଦେଖିବାକୁ କି ଖାଇବାକୁ ଭଲ ଲାଗିବ ନାହିଁ। ଦେଖନ୍ତୁ, ପଣସ କଠାରେ କଲର୍ ଆସିଗଲାଣି। ଏବେ ଏହାକୁ ଛାଣି ଗୋଟେ ପ୍ଲେଟ୍ରେ ରଖିବା। ଏମିତି ମୁଁ ସବୁ ପଣସ କଠାକୁ ଛାଣି ନେଇଛି।
ଦେଖନ୍ତୁ ପଣସ କଠା ଉପରେ ଜମା ବି ମୋଟା ଲେୟର ନାହିଁ, ଉପରୁ ବହୁତ କ୍ରିସ୍ପି ଆଉ ଭିତରୁ ପୁରା ସଫ୍ଟ ହେଇଛି। ଏବେ ହେଇଗଲା ଆମର ପଣସ ପକୋଡ଼ା। ଏହାକୁ ଆପଣ ଟମାଟୋ କେଚପ୍ ସହିତ ଏମିତି ଖାଇପାରିବେ। ଏଠି ମୁଁ କିଛି ପକୋଡ଼ା କାଢ଼ି ନେଇଛି ମୋ ଝିଅ ଖାଇବା ପାଇଁ ଓ ବାକି ପକୋଡ଼ାକୁ ମୁଁ ରଖିଛି ଚିଲି ବନେଇବା ପାଇଁ। ଦେଖନ୍ତୁ ଚିଲି ବନେଇବା ପାଇଁ ମୁଁ ଏଠି ଫାଷ୍ଟ ଗୋଟେ ଗିନାରେ 2 ଚାମଚ ଟମାଟୋ ସସ୍, 1 ଚାମଚ ଚିଲି ସସ୍ ଓ 1 ଚାମଚରୁ ଟିକେ କମ୍ ସେଜୱାନ ଚଟଣି ନେଇଛି। ଏବେ ଭଲରେ ସସ୍ ସବୁକୁ ମିକ୍ସ କରି ସାଇଡ଼ରେ ରଖିବା। ଦେଖନ୍ତୁ ଚିଲି ବନେଇବା ପାଇଁ ମୁଁ ଏଠି 7ରୁ 8 କୋଲା ରସୁଣ, ହାଫ୍ ଇଞ୍ଚ ଅଦା ଓ ଗୋଟିଏ କଞ୍ଚା ଲଙ୍କାକୁ ଛୋଟ ଛୋଟ ଖଣ୍ଡ କରି କାଟିକି ନେଇଛି। ଏଠି ଦେଖନ୍ତୁ 2ଟି ମିଡ଼ିୟମ୍ ସାଇଜ୍ର ପିଆଜ ଓ ଗୋଟେ କ୍ୟାପ୍ସିକମ୍କୁ ଏମିତି କ୍ୟୁବ୍ ସାଇଜ୍ରେ କାଟିକି ନେଇଛି। ଏବେ ଏହି ପକୋଡ଼ାକୁ ଆମେ ଚିଲି ବନେଇବା। ଗ୍ୟାସ୍ ଅନ୍ କରି ଗୋଟେ କଡ଼େଇ ବସେଇବା। କଡ଼େଇ ଗରମ ହେଲା ପରେ 2ରୁ 3 ଚାମଚ ସୋରିଷ ତେଲ ଦେବା। ତେଲ ଗରମ ହେଲା ପରେ କଟା ରସୁଣ, ଅଦା ଓ ଲଙ୍କାକୁ ଦେଇ ଭଲରେ ଗୋଲ୍ଡେନ୍ କଲର୍ ଆସିବା ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ରସୁଣର ସ୍ମେଲ୍ ରହିବନି। ତାପରେ କଟା ପିଆଜ ଓ କଟା କ୍ୟାପ୍ସିକମ୍କୁ ଦେଇ ଭଲରେ ଗୋଳେଇ ଦେବା ଓ ହାଲକା ସଫ୍ଟ ହେବା ପର୍ଯ୍ୟନ୍ତ କୁକ୍ କରିବା। ଓଭର କୁକ୍ କରିବେନି, ଟିକେ କ୍ରିସ୍ପି ଥିଲେ ଚିଲି ଖାଇବାକୁ ଭଲ ଲାଗେ। ଆପଣମାନଙ୍କୁ ମୋ ଭିଡ଼ିଓ କେମିତି ଲାଗୁଛି ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ହଁ, ଗୋଟେ ରିକ୍ୱେଷ୍ଟ ରହିଲା, ଯଦି ମୋ ଭିଡ଼ିଓ ଭଲ ଲାଗୁଛି ତାହେଲେ ଭିଡ଼ିଓକୁ ଲାଇକ୍ ସେୟାର ନିଶ୍ଚିତ କରିବେ। ଏମିତି ଟେଷ୍ଟି ରେସିପି ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଦେଖନ୍ତୁ ଏଠି ଆମର କ୍ୟାପ୍ସିକମ୍ ପିଆଜ ସଫ୍ଟ ହୋଇଗଲାଣି। ଏବେ ଆମେ ପକୋଡ଼ା ସବୁକୁ ଏଥିରେ ପକାଇଦେବା ଓ ଭଲରେ ଗୋଳେଇ ଦେବା। ଏବେ ସେଥିରେ ସସ୍କୁ ଦେଇ ଭଲରେ ଗୋଳେଇ ଦେବା। ଏବେ ସେଥିରେ 2ରୁ 3 ଚାମଚ ପାଣି ଦେଇଦେବା, ଯାହାଦ୍ୱାରା କି ସସ୍ ସବୁ ପକୋଡ଼ାରେ ଭଲସେ ଲାଗିଯିବ। ଏବେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଓ କିଛି ଧଳା ରାଶିକୁ ଦେଇ ଭଲ ଭାବରେ ଗୋଳେଇ 2 ମିନିଟ୍ ପାଇଁ କଭର୍ ଦେଇ କୁକ୍ କରିବା। ମୁଁ ଏଠି ସସ୍ ସବୁ ପକୋଡ଼ାରେ ଭଲରେ ଲାଗିବା ପାଇଁ ଖାଲି ପାଣି ଦେଇଥିଲି। ଆପଣମାନେ ଚାହିଁଲେ 2 ଚାମଚ କର୍ଣ୍ଣଫ୍ଲୋରକୁ ପାଣିରେ ଗୋଳାଇ ଏଠି ଦେଇପାରିବେ, କିନ୍ତୁ ଥଣ୍ଡା ହେଇଗଲା ପରେ ସେସବୁ ମୋତେ ଖାଇବାକୁ ଭଲ ଲାଗେ ନାହିଁ, ସେଥିପାଇଁ ମୁଁ ଏଠି କର୍ଣ୍ଣଫ୍ଲୋରର ୟୁଜ୍ କରିନାହିଁ। ଆପଣମାନେ ପଣସ ଚିଲି ବନେଇଲା ବେଳେ ପିଆଜ ଷଣ୍ଢାକୁ ମଧ୍ୟ ଛୋଟ ଛୋଟ କରି କାଟି ଏଥିରେ ପକାଇ ପାରିବେ। ମୋ ପାଖରେ ନଥିଲା, ସେଥିପାଇଁ ମୁଁ ପକାଇ ନାହିଁ। ଦେଖନ୍ତୁ 2 ମିନିଟ୍ ହେଇଗଲାଣି। କଭର୍ ଖୋଲି ଚେକ୍ କରିବା ଆମର ପଣସ ଚିଲି ହେଇଛି କି ନାହିଁ। ଦେଖନ୍ତୁ ପଣସ ଚିଲି ପୁରା ରେଡ଼ି ହେଇଗଲାଣି। ଏଥର ଫ୍ଲେମ୍କୁ ଅଫ୍ କରିବା ଆଉ ଗରମ ଗରମ ସର୍ଭ କରିବା ଆମର ଚିଲି ପଣସ। ଆଶା କରୁଛି ପଣସର ଏହି 2ଟି ରେସିପି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ମୋ ରେସିପି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଏମିତି ନୂଆ ନୂଆ ରେସିପି ଦେଖିବା ପାଇଁ ମୋ ସହିତ କନେକ୍ଟ ହେଇକି ରୁହନ୍ତୁ। ଦେଖନ୍ତୁ ପଣସ ଚିଲିର କେତେ ସୁନ୍ଦର କଲର୍ ଆଉ ଟେକ୍ସଚର୍ ଆସିଛି ଓ ବହୁତ ୟମ୍ମି ଦେଖାଯାଉଛି। ରହିଲି, ନମସ୍କାର, ଜୟ ଜଗନ୍ନାଥ।